ପିଲାମାନେ ଆମେ ଆଗରୁ ପ୍ରେଜେଣ୍ଟ ଟେନ୍ସ ଆଉ ପାଷ୍ଟ ଟେନ୍ସ ପଢ଼ିଛେ। ତ ଆଜି ପଢ଼ିବା ଆମେ ଫ୍ୟୁଚର ଟେନ୍ସ ବା ଟାଇମ୍। ତାହେଲେ ତୁମେମାନେ ଯେଉଁ ପ୍ରେଜେଣ୍ଟ ଟେନ୍ସ ଆଉ ପାଷ୍ଟ ଟେନ୍ସ ଭିଡ଼ିଓ ଅଲରେଡ଼ି ଅପଲୋଡ଼ କରାହେଇଛି, ତ ସେ ଭିଡ଼ିଓ ଗୁଡ଼ାକୁ ତୁମେମାନେ ଟିକେ ଦେଖିଦେବ। ତ ଆଜି ଆମେ ଷ୍ଟାର୍ଟ କରିବା ଫ୍ୟୁଚର ଟେନ୍ସ ବା ଟାଇମ୍। ତାହେଲେ এই ଫ୍ୟୁଚର ଟେନ୍ସ ବା ଟାଇମ୍ ଆମେ ଓଡ଼ିଆରେ କ'ଣ କହିଥାଉ? ଭବିଷ୍ୟତ କାଳ ବା ସମୟ ବୋଲିକି ଆମେ କହିଥାଉ। କ'ଣ କହିଥାଉ? ଭବିଷ୍ୟତ କାଳ ବା ସମୟ। ବୁଝିହେଲା? ତାହେଲେ ଏଠି ସେ କହୁଛି କ'ଣ? ଦ ଫ୍ୟୁଚର ଟେନ୍ସ ଇଜ୍ ଏ verb form used to describe an action, events or state that will occur after the present time. It indicates intentions, predictions or planned action. ତାହେଲେ ଆମର ଫ୍ୟୁଚର ଟେନ୍ସ କ'ଣ କହୁଛି? ଯେ ଯେଉଁ ଆମର ଭବିଷ୍ୟତ କାଳଟି ଇଏ ହେଉଛି ଗୋଟେ କ୍ରିୟାର ରୂପ। କ'ଣ? କ୍ରିୟାର ରୂପ, verb form, ନୁହେଁ କି? ତାହେଲେ ଯାହା ଏମିତି କାର୍ଯ୍ୟ, describe an action, ସେ ଯେଉଁ କାର୍ଯ୍ୟ କରିଥାଏ, ଇଭେଣ୍ଟସ୍ ଘଟଣା, କିମ୍ବା ଷ୍ଟେଟ୍ ଦ୍ୟାଟ୍ ଅବସ୍ଥା। କ'ଣ କ'ଣ ସିଏ କହିଲା? କାର୍ଯ୍ୟ, ଘଟଣା, ଅବସ୍ଥା। ବୁଝିହେଉଛି? ତାହେଲେ କାର୍ଯ୍ୟ, ଘଟଣା, ଅବସ୍ଥା ଯେଉଁ ବ୍ୟକ୍ତ କରେ ଯାହା ବର୍ତ୍ତମାନ ସମୟରେ, ପ୍ରେଜେଣ୍ଟ ଟାଇମ୍ସ, ଯାହା ବର୍ତ୍ତମାନ ସମୟରେ ଘଟିଥାଏ ବା ଘଟେ। ଆଉ କ'ଣ କରେ ସିଏ? ଇଟ୍ ଇଣ୍ଡିକେଟ୍ସ ଇଣ୍ଟେନସନ୍ସ, ପ୍ରେଡିକ୍ସନ୍ସ ଅର୍ ପ୍ଲାନେଡ୍ ଆକ୍ସନ୍ସ। ଆଉ ଏହା ଇଚ୍ଛା, ପୂର୍ବାନୁମାନ କିମ୍ବା ପରିକଳ୍ପିତ କାର୍ଯ୍ୟକୁ ସୂଚିତ କରେ। ଏହା ଇଚ୍ଛା, ପୂର୍ବାନୁମାନ କିମ୍ବା ପରିକଳ୍ପିତ କାର୍ଯ୍ୟକୁ ସୂଚିତ କରେ। ତାହେଲେ ଆମର ଏଇ ଯେଉଁ ଭବିଷ୍ୟତ କାଳ ବା ଭବିଷ୍ୟତ ସମୟଟା କ'ଣ କରିଥାଏ? ଯେ କମନ୍ ଷ୍ଟ୍ରକ୍ଚର ଇନକ୍ଲୁଡ଼, ସେଠି ଇନକ୍ଲୁଡ଼ ହେଇଥାଏ, ଜଡ଼ିତ ହେଇଥାଏ। କ'ଣ କ'ଣ? ୱିଲ୍ ଲାଗିଥାଏ, ସାଲ୍ ଲାଗିଥାଏ, ଆଉ ବି ଗୋଇଂ ଟୁ ଆମର ଲାଗିଥାଏ। ଟାଇପ୍ସ ଅର୍ କାଇଣ୍ଡ ଅଫ୍ ଫ୍ୟୁଚର ଟେନ୍ସ ବା ଟାଇମ୍। ତାର ଆମର ଯେଉଁ ଫ୍ୟୁଚର ଟେନ୍ସ ରହୁଛି, ଏଇ ଫ୍ୟୁଚର ଟେନ୍ସ କେତେ ପ୍ରକାର ରହୁଛି? ଦେଖ, ସିମ୍ପଲ୍ ଫ୍ୟୁଚର ଗୋଟେ ଆସିବ, ଗୋଇଂ ଟୁ ଫ୍ୟୁଚର, ଫ୍ୟୁଚର କଣ୍ଟିନ୍ୟୁଅସ୍, ଫ୍ୟୁଚର ପରଫେକ୍ଟ ଆଉ ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍। ତାହେଲେ ଏଇ ଯେଉଁ ପାଞ୍ଚଟି ରହିଲା, ଏଇ ପାଞ୍ଚଟିକୁ ଆମେ ଭଲ ଭାବରେ ଏକ୍ସପ୍ଲେନ୍ କରିବା, ବୁଝିବା। ତୁମେମାନେ ଭଲ ଭାବରେ ଶୁଣ ଏବଂ ତାକୁ ଖାତାରେ ନୋଟ୍ କର। ତାହେଲେ ଏଠି କ'ଣ କ'ଣ ପ୍ରଥମେ ପଢ଼ିବା? ଯେ ଫାର୍ଷ୍ଟ ପଢ଼ିବା ଆମେ ସିମ୍ପଲ୍ ଫ୍ୟୁଚର। କ'ଣ? ସିମ୍ପଲ୍ ଫ୍ୟୁଚର। ଦୁଇରେ ପଢ଼ିବା ଗୋଇଂ ଟୁ ଫ୍ୟୁଚର, ହେଲା। ତିନିରେ ପଢ଼ିବା ଫ୍ୟୁଚର କଣ୍ଟିନ୍ୟୁଅସ୍। ଚାରିରେ ପଢ଼ିବା ଫ୍ୟୁଚର ପରଫେକ୍ଟ। ପାଞ୍ଚରେ ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍। ବୁଝିଲା? ଏଇ ଏତିକି ଆମେ ପଢ଼ିବା। ତାହେଲେ ବର୍ତ୍ତମାନ ଦେଖିବା ସିମ୍ପଲ୍ ଫ୍ୟୁଚର ଟେନ୍ସ। ସିମ୍ପଲ୍ ଫ୍ୟୁଚର ଟେନ୍ସ କହିଲେ କ'ଣ? ଆମର ଓଡ଼ିଆରେ ସରଳ ଭବିଷ୍ୟତ କାଳ। କ'ଣ? ସରଳ ଭବିଷ୍ୟତ କାଳ, ହେଲା। ସରଳ ଭବିଷ୍ୟତ କାଳ। ତାହେଲେ ଏହା କ'ଣ? ଯେ the simple future tense is a verb tense used to describe actions, event or state that will occur or exist after the present moment। ତାହେଲେ ସେ କହୁଛି କ'ଣ?
ଯେ ଆମର ଏଇ ଯେଉଁ ସରଳ ଭବିଷ୍ୟତ କାଳ ହେଉଛି ଏକ କ୍ରିୟାର ରୂପ। କ'ଣ? କ୍ରିୟାର ରୂପ, ଭର୍ବ ଟେନ୍ସ, ଯାହା ବର୍ତ୍ତମାନ ସମୟରେ କ'ଣ ଡେସ୍କ୍ରାଇବ୍ କରିଥାଏ? ଯେ କୌଣସି ଆକ୍ସନ୍ସ ଯେଉଁଟାକି ଆମର କ୍ରିୟାର ରୂପ, କାର୍ଯ୍ୟ, ଇଭେଣ୍ଟସ୍, କୌଣସି ଘଟଣା ଓର୍ ଷ୍ଟେଟ୍ ବା ଯେଉଁଟାକି ଆମେ କହିଥାଉ ରହିବାକୁ ଥିବା କାର୍ଯ୍ୟ, ଘଟଣା କିମ୍ବା ଅବସ୍ଥାକୁ ସେ ବ୍ୟକ୍ତ କରିଥାଏ। ଯଦି ଆମେ କହିବା ତାହେଲେ ଆମର ଯେଉଁ ସରଳ ଭବିଷ୍ୟତ କାଳ ହେଉଛି ଏକ କ୍ରିୟାର ରୂପ, ଯାହା ବର୍ତ୍ତମାନ ସମୟ ପରେ ଘଟିବା କିମ୍ବା ରହିବାକୁ ଥିବା କାର୍ଯ୍ୟ, ଘଟଣା କିମ୍ବା ଅବସ୍ଥାକୁ ବ୍ୟକ୍ତ କରେ। ବୁଝିଗଲା? ତାହେଲେ ଏହାର ଷ୍ଟ୍ରକ୍ଚର ରହିଛି। ଏହାର ଷ୍ଟ୍ରକ୍ଚର କ'ଣ କ'ଣ ରହୁଛି? ଗୋଟେ ପଜିଟିଭ୍, ନେଗେଟିଭ୍ ଏବଂ କ୍ୱେଶ୍ଚନ୍ ରହୁଛି ହେଲା। ତ ପଜିଟିଭ୍ରେ ଆମର ଷ୍ଟ୍ରକ୍ଚର କ'ଣ ଆସୁଛି? ସବଜେକ୍ଟ, ୱିଲ୍ ଆଉ ବେସ୍ ଭର୍ବ ରହୁଛି। ତାହେଲେ ଯଦି ଆମେ ଦେଖିବା ଏକ୍ସାମ୍ପଲ୍ ଦେଖିବା, ତାହେଲେ ଆଇ ୱିଲ୍ ଷ୍ଟଡି ଟୁମୋରୋ। ତ ଏଠି ସବଜେକ୍ଟ ଆସିଗଲା ଆଇ, ଆଉ ୱିଲ୍ ଆସିଗଲା, ଆଉ ବେସ୍ ଭର୍ବ ଷ୍ଟଡି। ବୁଝିଗଲା? ତାପରେ ଦେଖିବା ନେଗେଟିଭରେ କ'ଣ ଦେଲା? ଷ୍ଟ୍ରକ୍ଚର ଆସିବ ସବଜେକ୍ଟ, ୱିଲ୍ ନଟ୍ ବା ଆମେ ସର୍ଟରେ ୱାଣ୍ଟ ବୋଲିକି ଲେଖିପାରିବା। ତାପରେ ବେସ୍ ଭର୍ବ ଆମର ରହିବ। ତାହେଲେ ଏହାର ମଧ୍ୟ ଗୋଟେ ଏକ୍ସାମ୍ପଲ୍ ଦେଖିବା। ତାହେଲେ ସି ୱିଲ୍ ନଟ୍ বা won't come। তাহলে এটি দেখো সবজেক্ট আসিগলা সি, ୱିଲ୍ ନଟ୍ ଆମର ଆସିଗଲା, ତ ବେସ୍ ଭର୍ବ କମ୍ ଆସିଗଲା। ତାହେଲେ এইটা ହେଉଛି ଆମର ଯେଉଁ ଷ୍ଟ୍ରକ୍ଚର କାହାର? ଆମର ଯେଉଁ ସିମ୍ପଲ୍ ଫ୍ୟୁଚର ଟେନ୍ସର ଷ୍ଟ୍ରକ୍ଚର। ତାପରେ ଦେଖିବା ବର୍ତ୍ତମାନ କ୍ୱେଶ୍ଚେନ୍ରେ କ'ଣ ଆସିବ? ୱିଲ୍ ଫାଷ୍ଟ ଆସିବ, ତାପରେ ସବଜେକ୍ଟ, ବେସ୍ ଭର୍ବ, ତାପରେ ରହିବ ଆମର କ୍ୱେଶ୍ଚନ୍ ମାର୍କ। ତ ଏହାର ମଧ୍ୟ ଗୋଟେ ଆମେ ବର୍ତ୍ତମାନ ଏକ୍ସାମ୍ପଲ୍ ୱିଲ୍ ଦେ ହେଲ୍ପ ଅସ୍। ତାହେଲେ ସବଜେକ୍ଟ ଆମର ପ୍ରଥମ କୁହାଯାଇଥିଲା ୱିଲ୍ ବସିବ, ୱିଲ୍ ଆସିଲା, ସବଜେକ୍ଟ ଦେ, ବେସ୍ ଭର୍ବ ହେଲ୍ପ ଏବଂ ଆମର କ୍ୱେଶ୍ଚନ୍ ମାର୍କ ନିଶ୍ଚିତ ଭାବରେ ଲାଗିବ। ବୁଝି ହେଉଛି? ତାପରେ ଦେଖିବା ଆମେ ଗୋଇଂ ଟୁ ଫ୍ୟୁଚର ବା ଯେଉଁଟା କହିଥାଉ ପ୍ରୋଗ୍ରେସିଭ୍। ବୁଝି ହେଉଛି ନା? ବା ଆମେ କହିଥାଉ କ'ଣ? କଣ୍ଟିନ୍ୟୁଅସ୍। ତାହେଲେ ଏହାର ମଧ୍ୟ ଷ୍ଟ୍ରକ୍ଚର ହେଉଛି। ତାହେଲେ ଆମର ଷ୍ଟ୍ରକ୍ଚର କ'ଣ କ'ଣ ଆସୁଛି? ଗୋଟେ ପଜିଟିଭ୍ ଆସୁଛି, ଗୋଟେ ନେଗେଟିଭ୍ ଆସୁଛି, ଆଉ ଗୋଟେ କ୍ୱେଶ୍ଚନ୍ ଆସୁଛି। ତାହେଲେ ପଜିଟିଭ୍ ଷ୍ଟ୍ରକ୍ଚର କ'ଣ ରହୁଛି? ପ୍ରଥମେ ଆସିଯିବ ସବଜେକ୍ଟ, ତାପରେ ଆମ୍, ଇଜ୍, ଆର୍, ଯେଉଁଟାକି ଆମେ କହିଥାଉ ବି ଭର୍ବ, ତା ସହିତ ଗୋଇଂ ଟୁ, ତାପରେ ବେସ୍ ଭର୍ବ। ଆଇ ଆମ୍ ଗୋଇଂ ଟୁ ଭିଜିଟ୍ ମାଇ ଫ୍ରେଣ୍ଡ। ହେଲା? ତାହେଲେ ଏଠି ସବଜେକ୍ଟ ଯାଉଛି ଆଇ, ଭର୍ବ ଗୋଇଂ ଟୁ ଯେଉଁଟା ଆମର, ତାପରେ ବେସ୍ ଭର୍ବ ଭିଜିଟ୍, ଇଏ ଅବଜେକ୍ଟ। ବୁଝିଗଲା? ତ ଏହାର ମଧ୍ୟ ଗୋଟେ ଏକ୍ସାମ୍ପଲ୍ ଦେଖିବା। ଏଠି କ'ଣ କ'ଣ ଷ୍ଟ୍ରକ୍ଚର ଆସୁଛି? ଆମର ନେଗେଟିଭରେ ସବଜେକ୍ଟ ଆସିଯିବ ଆମ୍, ଇଜ୍, ଆର୍, ତା ସହିତ ନଟ୍, ତାପରେ ଗୋଇଂ ଟୁ, ବେସ୍ ଭର୍ବ। ବୁଝିହେଉଛି? ତ ଏହାର ଷ୍ଟ୍ରକ୍ଚର ଅନୁଯାୟୀ ଆମେ ଗୋଟେ ଏକ୍ସାମ୍ପଲ୍ ନେବା ଯେ କ'ଣ? ହି ଇଜ୍ ନଟ୍ ଗୋଇଂ ଟୁ ପ୍ଲେ। ବୁଝିଗଲା? ତାହେଲେ ଏଠି ସବଜେକ୍ଟ ଆସିଗଲା ହି, ହେଲା ସବଜେକ୍ଟ, ଆମ୍, ଇଜ୍, ଆର୍ ଆସିଗଲା, ତାପରେ ନଟ୍ ଗୋଇଂ କୁହାହେଇଥିଲା, ନଟ୍ ଗୋଇଂ ଟୁ, ତାପରେ ବେସ୍ ଭର୍ବ ପ୍ଲେ। ବୁଝିଗଲା? ତାପରେ ଦେଖ
क्वेश्चन मध्य गोटे आम से एग्जांपल देखा जे एटी कौन आसुची तार स्ट्रक्चर आम इज आर आसो तापर सब्जेक्ट गोइंग टू तापर बेस वर्ब क्वेश्चन मार्क निश्चित भाव में रहिबो। ताले एहार एग्जांपल देखा जे आर दे गोइंग टू ट्रावेल बुझी ना आर दे गोइंग टू ट्रावेल ताले आम इज आर रु आर आसीगला दे गोइंग टू बेस वर्ब ट्रावेल ता सहित क्वेश्चन मार्क है। बर्तमान देखा फ्यूचर कंटिन्यूअस टेंस कौन फ्यूचर कंटिन्यूअस टेंस ताले द फ्यूचर कंटिन्यूअस टेंस और फ्यूचर प्रोग्रेसिव describe action that will be in at a specific time in the future ताले से कहला कौन जे भविष्यत हाँ भविष्यत अव्याहत काल हेउची एक क्रियार रूप हाँ जहाँ वर्तमान समय पर कौनसी निर्दिष्ट समय रे चालू थिबा कार्य को व्यक्त करे है ताले पिला माने देखो जे आमर जो यही फ्यूचर कंटिन्यूअस टेंस ये होची कौन जे भविष्यत अव्याहत काल हेउची एक क्रियार रूप जहाँ वर्तमान समय पर कौन सी निर्दिष्ट समय रे चालू थिबा कार्य को व्यक्त करे ताले यार मध्य स्ट्रक्चर है पॉजिटिव स्ट्रक्चर कौन कौन जे सब्जेक्ट थिबो विल भी थिबो वर्ब रे आईएनजी देखो एग्जांपल गुटे देखिबा आई will be studying at 8 pm ହେଲା तो एटी सब्जेक्ट आसीगला आमर विल भी आसीगला वर्ब रे आईएनजी फॉर्म गला आ ए रहिला आमर कोन ऑब्जेक्ट पिला माने बुझी होची तो तापर देखो नेगेटिव स्ट्रक्चर आसला नेगेटिव रे मध्य सिगला तार सब्जेक्ट अछि विल नॉट भी अछि वर्ब रे आईएनजी जोग हो ताले यार मध्य गुटे एग्जांपल देखिबा जे कौन सी विल नॉट बी स्लीपिंग है ताले एडी आसीला सब्जेक्ट विल नॉट बी आसीगला वर्ब रे हमरो आईएनजी जोग होला बुझिहला तापर आसीला हमर देखो क्वेश्चन रो कोन जे यार मध्य जो स्ट्रक्चर रही विल फास्ट आसीबो तापर सब्जेक्ट बी तापर वर्ब तापर आईएनजी तापर हमर जो क्वेश्चन चिन्ह ताल यार मध्य गुटे आमे एग्जांपल नबा देखिबा विल दे बी वर्किंग है ताले देखो आसीगला विल प्रथम तापर सब्जेक्ट आसीगला दे बी आसीगला हाँ वर्ब रे हमरो आईएनजी जोगला ये रहिला हमरो क्वेश्चन मार्क बुझिहला तापर वर्तमान देखिबा कोन योजी फ्यूचर परफेक्ट टेंस कहले कोन जे भविष्यत समाप्त काल है भविष्यत समाप्त काल देखो ताले द फ्यूचर परफेक्ट टेंस
The future perfect tense describe an actions that will be completed before a specific uh, designated time, another action in the future. ତାହେଲେ ଇଏ କ'ଣ କହିଲା ଯେ ଆମର ଯେଉଁ ଭବିଷ୍ୟତ ସମାପ୍ତ କାଳ ହେଉଛି ଏକ କ୍ରିୟାର ରୂପ ଯାହା ବର୍ତ୍ତମାନ ସମୟ ପରେ କୌଣସି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସମାପ୍ତ ହୋଇଯିବା କାର୍ଯ୍ୟକୁ ବ୍ୟକ୍ତ କରେ ହେଲା। ତାହେଲେ ଇଏ କ'ଣ କହିଲା ଯେ ଆମର ଭବିଷ୍ୟତ ସମୟ କାଳ ହେଉଛି ଏକ କ୍ରିୟାର ରୂପ ଯାହା ବର୍ତ୍ତମାନ ସମୟ ପରେ କୌଣସି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସମାପ୍ତ ହୋଇଯିବା କାର୍ଯ୍ୟକୁ ବ୍ୟକ୍ତ କରେ। ତାହେଲେ ଏହାର ମଧ୍ୟ ଆମର ଷ୍ଟ୍ରକ୍ଚର ରହିଛି, ପଜିଟିଭ୍ ରହିଛି, ନେଗେଟିଭ୍ ରହିଛି, କ୍ୱେଶ୍ଚନ୍ ରହିଛି। ତାହେଲେ ପଜିଟିଭ୍ ଷ୍ଟ୍ରକ୍ଚର କ'ଣ ରହୁଛି? ପ୍ରଥମେ ସବଜେକ୍ଟ ଆସୁଛି, ତାପରେ ୱିଲ୍ ହାଭ୍ ଆସୁଛି, ତାପରେ ପାଷ୍ଟ ପାର୍ଟିସିପଲ୍ ଯେଉଁଟାକି ଆମର ଭର୍ବର ଥାର୍ଡ଼ ଫର୍ମ ରହୁଛି। ବୁଝିହେଲା? ତ ଏହାର ଗୋଟେ ଆମେ ଦେଖିବା ବର୍ତ୍ତମାନ ଏକ୍ସାମ୍ପଲ୍ ଯେ I will have finished my homework। তাহলে এটি দেখো সবজেক্ট আসিগলা আই, উইল হাভ আসিগলা, আমার পাস্ট পার্টিসিপল আসিগলা, হ্যাঁ ভর্ব থার্ড ফর্ম जोटा कि ভিতরি ଆଉ ଏଇଠୁ ଯେଉଁ ରହିଲା ଇଏ ହେଲା ଆମର କ'ଣ ଅବଜେକ୍ଟ ହେଲା। ତାପରେ ଦେଖିବା ନେଗେଟିଭରେ ଆମର ଗୋଟେ ଏକ୍ସାମ୍ପଲ୍, ଏଠି ମଧ୍ୟ କ'ଣ ଅଛି ସବଜେକ୍ଟ ଅଛି, ୱିଲ୍ ନଟ୍ ହାଭ୍ ପାଷ୍ଟ ପାର୍ଟିସିପଲ୍। ତାହେଲେ ନେଗେଟିଭ୍ କହିଲେ କ'ଣ ନଟ୍ ଆମର ନିଶ୍ଚିତ ଭାବରେ ଆସିବ, ଦେ ୱିଲ୍ ନଟ୍ ହାଭ୍ ଏରିଭ୍ଡ ହେଲା। ତାହେଲେ ଏଠି ମଧ୍ୟ ସବଜେକ୍ଟ ଆସିଗଲା, ୱିଲ୍ ନଟ୍ ହାଭ୍ ଆସିଗଲା, ଆମର ପାଷ୍ଟ ପାର୍ଟିସିପଲ୍ ଏରିଭ୍ଡ, ଇଏ ହେଉଛି ଭର୍ବର ଥାର୍ଡ଼ ଫର୍ମ। ବୁଝିହେଉଛି ତ? ତାହେଲେ ଦେଖ କ୍ୱେଶ୍ଚନ୍ରେ ଆସିଲା ଆମର, କ୍ୱେଶ୍ଚନ୍ରେ ମଧ୍ୟ ସେଭଳିଆ ଷ୍ଟ୍ରକ୍ଚର ହେଉଛି ତାର ୱିଲ୍, ସବଜେକ୍ଟ, ହାଭ୍ ଆଉ ପାଷ୍ଟ ପାର୍ଟିସିପଲ୍, ତାପରେ ଆମର କ୍ୱେଶ୍ଚନ୍ ମାର୍କ। ତାହେଲେ ଏଠି ମଧ୍ୟ ଆମେ ଗୋଟେ ଏକ୍ସାମ୍ପଲ୍ ନେବା। ଦେଖ will she have completed the task? क्वेश्चन चिन्ह ରହିବ। ତାହେଲେ will ଆସିଗଲା, ସବଜେକ୍ଟ ଆସିଗଲା, ହାଭ୍ ଆସିଗଲା, କମ୍ପ୍ଲିଟେଡ୍ ଭର୍ବର ଯେଉଁଟାକି ଆମର ଥାର୍ଡ଼ ଫର୍ମ କହିଥାଉ, ତାପରେ ଆସିଗଲା ଅବଜେକ୍ଟ, କ୍ୱେଶ୍ଚନ୍ ମାର୍କ। ତାହେଲେ ବର୍ତ୍ତମାନ ଦେଖିବା ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍। ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍ କହିଲେ କ'ଣ? ଯେଉଁଟାକି ଆମେ ଭବିଷ୍ୟତ ସମାପ୍ତ ଅବ୍ୟାହତ କାଳ କହିବା ହେଲା। ତାହେଲେ ଦେଖ ଯେ ଆମର ଦ ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ or future progressive describe actions that will have been in progress of until a specific point in the future। ତାହେଲେ କହୁଛି କ'ଣ ଯେ ଆମର ଏଇ ଯେଉଁ ଭବିଷ୍ୟତ ସମାପ୍ତ ଅବ୍ୟାହତ କାଳ ହେଉଛି ଏକ କ୍ରିୟାର ରୂପ ଯାହା ବର୍ତ୍ତମାନ ସମୟ ପରେ କୌଣସି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲୁଥିବା ଏବଂ ସେହି ସମୟ ପୂର୍ବରୁ କେତେ ସମୟ ଧରି
ଚାଲୁଥିଲା ବୋଲି ଆମେ ବ୍ୟକ୍ତ କରେ ହେଲା, ଯେଉଁଟାକି ଆମର ଫ୍ୟୁଚର୍ ପରଫେକ୍ଟ କଣ୍ଟିନ୍ୟୁଅସ୍କୁ ବୁଝେଇଥାଏ, ଭବିଷ୍ୟତ ସମାପ୍ତ ଅବ୍ୟାହତକୁ ଆମର ବୁଝେଇଥାଏ ହେଲା, ଯେ ସିଏ କେତେ ସମୟ ଧରି ଚାଲୁଥିଲା ବୋଲି ବ୍ୟକ୍ତ କରେ, ବୁଝିହେଉଛି। ଆଉ ସିଏ ପ୍ରୋଗ୍ରେସ୍ ଅଫ୍ ଅନ୍ଟିଲ୍ ଏ ସ୍ପେସିଫିକ୍ ପଏଣ୍ଟ ଇନ୍ ଦ ଫ୍ୟୁଚର୍, ଆଉ ସିଏ କ'ଣ କରେ ଯେ ଆମର ଏଇ ଯେଉଁ ଫ୍ୟୁଚର୍ ପରଫେକ୍ଟ କଣ୍ଟିନ୍ୟୁଅସ୍ ଯେଉଁ ଚାଲୁଥାଏ, ସେ ସ୍ପେସିଫିକ୍ ପଏଣ୍ଟ ଇନ୍ ଦ ଫ୍ୟୁଚର୍, ଗୋଟେ ଫ୍ୟୁଚର୍ର ସ୍ପେସିଫିକ୍ ପଏଣ୍ଟକୁ ଆମର ପର୍ଯ୍ୟନ୍ତ ତାହା ପର୍ଯ୍ୟନ୍ତ ସିଏ ଚାଲିଥାଏ। ଏହାର ମଧ୍ୟ ଆମର ଷ୍ଟ୍ରକ୍ଚର୍ ଦେଖିବା, ଯେ ପଜିଟିଭ୍ ଷ୍ଟ୍ରକ୍ଚର୍ ଦେଖିବା। ପଜିଟିଭ୍ ଷ୍ଟ୍ରକ୍ଚର୍ ଦେଖିବା, ତାହେଲେ ବର୍ତ୍ତମାନ ଦେଖିବା ଆମେ ତାର ପଜିଟିଭ୍ ଷ୍ଟ୍ରକ୍ଚର୍। ଏଠି କ'ଣ ଥିବ, ସବଜେକ୍ଟ ଏଠି ଆମର ପ୍ଲସ୍ ଆସିବ ହେଲା, ପ୍ଲସ୍ଟା କଟିଯାଇଛି, ସବଜେକ୍ଟ ପ୍ଲସ୍ ୱିଲ୍ ହାଭ୍ ପ୍ଲସ୍ ବିନ୍ ପ୍ଲସ୍ ଭର୍ବର ଆଇଏନ୍ଜି। ତାହେଲେ ଗୋଟେ ଏକ୍ସାମ୍ପଲ୍ ଦେଖିବା, ଯେ ଆଇ ୱିଲ୍ ହାଭ୍ ବିନ୍ studying for 2 hours ହେଲା, ତାହେଲେ ଏଠି ସବଜେକ୍ଟ ଆସିଗଲା, ୱିଲ୍ ହାଭ୍ ଆସିଗଲା, ବିନ୍ ଭର୍ବ ଆଇଏନ୍ଜି ଫର୍, ତାପରେ ଇଏ ହେଲା ଅବଜେକ୍ଟ, ବୁଝିଗଲା। ତାପରେ ଦେଖିବା ନେଗେଟିଭ୍ ଷ୍ଟ୍ରକ୍ଚର୍, ଗୋଟେ ଏକ୍ସାମ୍ପଲ୍ ଦେଖିବା, he will not have been working ହେଲା, ତାହେଲେ ଏଠି ଦେଖ ହି ଆସିଗଲା ସବଜେକ୍ଟ, ଆମର ୱିଲ୍ ନଟ୍ ଲାଗିଲା, ତାପରେ ହାଭ୍ ବିନ୍ ଆସିଗଲା, ତାହେଲେ ଭର୍ବରେ ଆଇଏନ୍ଜି ଯୋଗ ହେଲା, ବୁଝିଗଲା। ତାପରେ ଆମେ ଦେଖିବା କ୍ୱେଶ୍ଚନ୍ର ଗୋଟେ ଏକ୍ସାମ୍ପଲ୍ ଦେଖିବା, ଗୋଟେ କ୍ୱେଶ୍ଚନ୍ର ଏକ୍ସାମ୍ପଲ୍ ଦେଖିବା, will they have been waiting, क्वेश्चन मार्क रही, ताले एटी विल आसीगला, सब्जेक्ट आसीगला दे, हाव बीन रहिला, भर्ब आमर वेट रो भर्ब आईएनजी जोग हला, तापरे आसीगला क्वेश्चन मार्क। ताले एहीपरि भाबरे आमे फ्यूचर टेंस को देखिले, जोटा कि बहुत सुंदर भाव बुझागला तुम मानकू, तुमे माने एहाकू भल भाव नोट कर नब, आ समस्त पाखक ये वीडियो को शेयर करदेव, जो माने कि टेंस विषय जाने नहीं से माने समस्ते क्लियर हो जिवे। तो आमर पूर्वर मध्य प्रेजेंट टेंस पास्ट टेंस ताहा अपलोड कराई, तुम मैंने देखी नब, आ वीडियो को गोटे गोटे लाइक करेंगे, लाइक देव, वीडियो को शेयर कर कमेंट कर, तुम मैंने ताकू गोटे गोटे सब्सक्राइब करदेव है। थैंक यू।